ରାଘବ କାଶୀପୁରର ଜଣେ ପ୍ରତିଷ୍ଠିତ ବେପାରୀ। ଘରେ ସମସ୍ତେ ତା କଥାରେ ପରିଚାଳିତ ହୁଅନ୍ତି। ସମ୍ମୁଖରେ ଠିଆ ହୋଇ କଥା ପଦେ ବି କହିପାରନ୍ତି ନାହିଁ। ସହରରେ ସମସ୍ତେ ତାକୁ କଞ୍ଜୁସ କୁହନ୍ତି। ସେ କାଶୀପୁରରେ ପ୍ରଥମେ ପହଞ୍ଚିବା ବେଳେ ତାଙ୍କ ପାଖରେ କିଛି ନଥିଲା। ହେଲେ ବିଭିନ୍ନ ପ୍ରକାର କଷ୍ଟ ସହି ସେ ପରିଶ୍ରମ କଲେ। ଧୀରେ ଧୀରେ ରୋଜଗାର ବଢ଼ିଲା ଓ ସେ ଲକ୍ଷପତି ହୋଇଗଲେ। ଧନର ମୂଲ୍ୟ ତାଙ୍କୁ ଭଲ ଭାବରେ ଜଣାଥିଲା। ଖର୍ଚ୍ଚ କରିବା କଥା ପଡ଼ିଲେ ସେ ବିଚଳିତ ହୋଇପଡ଼ୁଥିଲେ। ଦାନ ଧର୍ମରୁ ସବୁବେଳେ ଦୂରେଇ ରହୁଥିଲେ। ତାଙ୍କର ଦୁଇ ପୁଅଙ୍କର ବିବାହ ସରିଥିଲା। କେଜାଣି କାହିଁକି କେତେଦିନ ହେଲା ତାଙ୍କର ମନ ଆଦୌ ଭଲ ରହୁନଥିଲା। ତାଙ୍କୁ ସବୁକିଛି ଶୂନ୍ୟ ଲାଗୁଥିଲା। ସେ କିଛି ହରାଇ ଦେବା ପରି ଅନୁଭବ କଲେ। ଜୀବନ ବ୍ୟର୍ଥ ମନେ ହେଉଥିଲା। ପତ୍ନୀ ମାଳତୀ ଦେବୀ ତାଙ୍କର ଏ ଅବସ୍ଥା ଦେଖି ପ୍ରଶ୍ନ କଲେ, ତମେ ଏପରି ଚିନ୍ତିତ ରହୁଛ କାହିଁକି? ମୁଁ ନିଜେ ବି ତାହା ବୁଝିପାରୁନାହିଁ। ଠିକ୍ ଭାବରେ ନିଦ ହେଉନାହିଁ। ବୟସ ବି ବଢ଼ିଗଲାଣି। ରାଘବ କହିଲେ, ତୁମକୁ କେତେ ବା ବୟସ? ଜୀବନରେ ଆହୁରି ଅନେକ କଥା ଦେଖିବାର ଅଛି। କୌଣସି ପ୍ରକାର ଅଭାବରେ ତମେ ପୀଡ଼ିତ ରହୁଛ। ପୁରୀରେ ପରମାନନ୍ଦ ନାମରେ ଜଣେ ସାଧୁ ରହୁଛନ୍ତି। ସେ ତୁମକୁ ସଠିକ୍ ମାର୍ଗ ଦେଖାଇ ପାରିବେ। ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି। ସେ ଜଣେ ମହାନ ସାଧକ ଓ ତାଙ୍କ ପାଖରେ ସବୁ ପ୍ରକାର ସମସ୍ୟାର ସମାଧାନ ରହିଛି। ତୁମେ ମନା କଲେ ବି ମୁଁ ତୁମକୁ ତାଙ୍କ ପାଖକୁ ନେଇ ଯାଇଥାନ୍ତି। ପତ୍ନୀ ଆଶା ପ୍ରକାଶ କଲେ, ନାଇଁ ନାଇଁ, ମୁଁ ଏକାକୀ ତାଙ୍କ ପାଖକୁ ଯିବି। ଏପରି କହି ରାଘବ ପରଦିନ ପୁରୀ ଯାତ୍ରା କଲେ ଓ ଏକାନ୍ତରେ ସାଧୁଙ୍କୁ ଦର୍ଶନ କଲେ। ନିଜର ସମସ୍ୟା ଜଣାଇଲେ। ସବୁ ଶୁଣିବା ପରେ ସାଧୁ ପରମାନନ୍ଦ କହିଲେ, ତୁମର ଆଉ ମାତ୍ର 40 ଦିନ ଆୟୁଷ ଅଛି। ଏହା ପରର ଅମାବାସ୍ୟାରେ ତମର ମୃତ୍ୟୁ ଘଟିବ। ଏହା ଶୁଣି ରାଘବ ବିବ୍ରତ ହୋଇପଡ଼ିଲେ। ସେ କାତର ହୋଇ ପ୍ରଶ୍ନ କଲେ, ଏହା କ'ଣ ସତ୍ୟ? ପରମାନନ୍ଦ ଗମ୍ଭୀର ସ୍ୱରରେ କହିଲେ, ହଁ, ଏହା ଏକାନ୍ତ ସତ୍ୟ। ମୁଁ ମୋର ପୁତ୍ରମାନଙ୍କୁ ବେପାରର କୌଶଳ ଏଯାଏଁ ଶିଖାଇ ନାହିଁ। ସମାଜର ରୀତିନୀତି ଭଲମନ୍ଦ ବିଷୟରେ ମଧ୍ୟ ବୁଝାଇ କହି ନାହିଁ। ଆଉ କେତେଦିନ ବଞ୍ଚି ରହିଲେ ସେମାନଙ୍କ ପାଇଁ କିଛି ରୋଜଗାର କରିପାରନ୍ତି। ରାଘବ ଅତି ଅସହାୟ କଣ୍ଠରେ କହିଲେ, ତୁମ ପୁତ୍ରମାନଙ୍କର ବିବାହ ସରିଯାଇଛି, ତଥାପି ତୁମର ତାଙ୍କ ପାଇଁ ଏତେ ଚିନ୍ତା କାହିଁକି? ଜୀବନର ଅର୍ଥ କେବଳ ପତ୍ନୀ ଓ ସନ୍ତାନ ନୁହନ୍ତି। ସମାଜ ପ୍ରତି ତୁମର କିଛି କର୍ତ୍ତବ୍ୟ ରହିଛି। ସେ ବିଷୟକୁ ଚିନ୍ତା କର। ତେବେ ଏଇ ବାକି 40 ଦିନ ପାଇଁ ହେଉ ପଛକେ ତମେ ମାନସିକ ଶାନ୍ତି ପାଇବ। ତେବେ ଆପଣ ବତାଇ ଦିଅନ୍ତୁ, ଏଥିପାଇଁ ମୁଁ କ'ଣ କରିବି? ଯଜ୍ଞ ବା ଦାନ କରାଇବି? ଭଗବାନଙ୍କର ଉତ୍ସବ ଆୟୋଜନ କରିବି କି? ରାଘବ ବିକଳ ହୋଇ ପଚାରିଲେ, ଏସବୁର କିଛି ଆବଶ୍ୟକତା ନାହିଁ। ଯିଏ ତମ ପାଖକୁ ସାହାଯ୍ୟ ପାଇଁ ଆସିବ ତାକୁ ମନ ଖୋଲି ସାହାଯ୍ୟ କର, ସେତିକି ଯଥେଷ୍ଟ। ପରମାନନ୍ଦ ପରାମର୍ଶ ଦେଲେ। ସେଠାରୁ ଫେରିବା ପରେ ରାଘବଙ୍କ ମନରେ ଆନ୍ଦୋଳନ ଆରମ୍ଭ ହୋଇଗଲା। ତାଙ୍କ ପ୍ରତୀକ୍ଷାରେ ଥିବା ପତ୍ନୀ ଘରେ ପଶୁ ପଶୁ ପ୍ରଶ୍ନ କଲେ, ସାଧୁ ବାବା କ'ଣ କହିଲେ? ସେ ଚୁପଚାପ ଭିତରକୁ ଗଲେ। ଗିଲାସେ ଥଣ୍ଡା ପାଣି ପିଇଲେ। ତାପରେ ପତ୍ନୀଙ୍କୁ ସାଧୁଙ୍କର କଥା ଶୁଣାଇଦେଲେ। କି କଥା? ମୁଁ ତୁମ ବିନା ବଞ୍ଚିବି କେମିତି? ମୁଁ ବି ତୁମ ସହିତ। ଏପରି କହି ସେ କାନ୍ଦିବାକୁ ଲାଗିଲେ। ମାଳତୀ, ମନ ଦୁଃଖ କରନା। ଜନ୍ମ ନେବା ମାତ୍ରେ ଦିନେ ନା ଦିନେ ମରିବାକୁ ପଡ଼ିବ। ମୁଁ ମରିଯିବା ପରେ ତୁମେ ବି ଯଦି ବଞ୍ଚି ନ ରହିବ, ତେବେ ପରିବାରର କେତେ ବଡ଼ ଦୁର୍ଗତି ହେବ ଭାବିପାରୁଛ? ପୁଅ ବୋଉଙ୍କର ବୟସ ବା କେତେ? ନାତି ନାତୁଣୀଙ୍କୁ ପାଳି ପୋଷି ବଡ଼ କରିବାର ଦାୟିତ୍ୱ ତୁମର। ରାଘବ ଲୁହ ପୋଛି କହିଲେ। ଏହି ସମୟରେ ନୌକର ରାମ ଆସି କହିଲା, ବାବୁ, ବେକାର ଗାଈଗୁଡ଼ାଙ୍କୁ କଂସେଇକୁ ଦେଇଦେବା। ରାଘବ ବିଚଳିତ ହୋଇ କହିଲେ, ନା ନା, ସେପରି କର ନାହିଁ। କାଲି ଆପଣ କଂସେଇକୁ ଦେବା କଥା କହୁଥିଲେ ପରା? ରାମ କହିଲା। ରାଘବ କିନ୍ତୁ ମନ ବଦଳାଇ ସାରିଥିଲେ। କାଲି ଅବଶ୍ୟ କହିଥିଲି, ଏବେ କିନ୍ତୁ ମନା କରୁଛି। ସେଇ ଗାଈଙ୍କୁ ବି ଚାରା ଖାଇବାକୁ ଦେବା, ଯେପରି ଅନ୍ୟମାନଙ୍କୁ ଦିଆଯାଉଛି। ମାଲିକଙ୍କ କଥା ଶୁଣି ରାମ ଆଶ୍ଚର୍ଯ୍ୟ ହେଲେ ବି ସମ୍ମତି ଦେଇ ସେଠାରୁ ଚାଲିଗଲା। କିଛି ସମୟ ପରେ ବଡ଼ ପୁଅ ରୋହିତ ସେଠାରେ ପହଞ୍ଚିଲା। ବାପାଙ୍କୁ ଦେଖୁ ଦେଖୁ ସେ ଡରି ଡରି ପାଖରେ ଠିଆ ହେଲା। ରାଘବ ପଚାରିଲେ, କଥା କ'ଣ? ଦୀପାବଳି ଉତ୍ସବ ପାଖେଇ ଆସିଲାଣି। ଆପଣଙ୍କର ବୋହୂ ଓ ନାତୁଣୀ ନୂଆ ପୋଷାକ କିଣିବାକୁ ଚାହାନ୍ତି, ରୋହିତ ଧୀରେ କହୁଥାଏ। କାରଣ ସେ ଜାଣିଥାଏ ବାପାଙ୍କର କଞ୍ଜୁସପଣକୁ। ବାପା ଶୁଣିଲେ ଏକଥା ବିରକ୍ତ ହେବେ। ହଁ ହଁ, ନିଶ୍ଚୟ କିଣା ହେବ। ମୁଁ ବି ତୁମମାନଙ୍କ ସହିତ କିଣିବା ପାଇଁ ଯିବି, ରାଘବ ଶାନ୍ତ ସ୍ୱରରେ କହିଲେ। ରୋହିତ ଚକିତ ହୋଇ ପିତାଙ୍କୁ ଚାହିଁଲା। ସାଧାରଣତଃ ବାପା କପଡ଼ା କିଣିବାକୁ ମନା କରନ୍ତି। ସେ କୁହନ୍ତି, ଦରକାର ପଡ଼ିଲେ ହିଁ କପଡ଼ା କିଣିବା। ସବୁ ପର୍ବପର୍ବାଣୀରେ କପଡ଼ା କିଣିବା କ'ଣ ଦରକାର? ସେ ଏହାକୁ ଧନର ଅପଚୟ ବୋଲି ମଧ୍ୟ କହୁଥିଲେ। ଏବେ ବାପାଙ୍କର ମନର ପରିବର୍ତ୍ତନ ତାକୁ ବଡ଼ ଅଜବ ଲାଗିଲା। ଏପରି ପରିବର୍ତ୍ତନର କାରଣ ସେ ଜାଣିପାରୁନଥିଲା। ତା ପରଦିନ ରାଘବ ପତ୍ନୀ, ପୁତ୍ର ଓ ପୁତ୍ରବଧୂଙ୍କୁ ସାଙ୍ଗରେ ଧରି ଦୋକାନକୁ ଗଲେ। ସେମାନେ ସେମାନଙ୍କର ମନ ମୁତାବକ ପୋଷାକ କିଣିଲେ। ସେମାନଙ୍କର ଖୁସି ଦେଖି ରାଘବ ବହୁତ ସନ୍ତୋଷ ଅନୁଭବ କଲେ। ତୃତୀୟ ଦିନ ପୁରୋହିତ ରାମଶାସ୍ତ୍ରୀ ତାଙ୍କ ପାଖକୁ ଆସି ଅତି ଦୟନୀୟ ସ୍ୱରରେ କହିଲେ, ମହାଶୟ,
मोर एकमात्र कन्यार बह स्थिर होईची करज पाई बहुत चेष्टा कली हेले समस्तଙ୍କ ठाରୁ निराश हेली आपण मते 10,000 टंका देइथांतु मु अल्प दिन रे फेराई देबी मु आपनकर एही उपकार भूली परिबे नाही आपण मोर दुई पुअंकर विवाह कराइछंती आपनक घरे शुभ काम हेबाकु जाउछि मु कोन आपनकु एतिकी सहाय्य करि परिबे नाही 10,000 टंका कौन काम चलिबो एपरि एतिकी कही राघव भीतर को जाई 20,000 टंका नहीं आसिले और पुरोहित को धराई देले पुरोहित विस्मित होई कहले महाशय एते टंका मु फेराइबी केमती मोर केवल 10,000 ही दरकार अरे अरे आपण ए कोन कहउछंती मु करज देउ नाही मने कर मु आपनकर कन्या को उपहार देली फेराइबा दरकार नाही राघव कहले आपण साक्षात भगवान परि मने हेउछंती रामशास्त्री कृतज्ञता जणई कहले मु जन साधारण मानव आपण मते भगवान सहित तुलना करंतु नाही राघव हाथ जोड़ी कहले पति हृदय रे एपरि परिवर्तन देखि मालती आनंदित हेउथिले तथापि परमानंदंकर चेतावनी कथा मन पड़ी तांका मनरे विषाद खेली जाउथिला राघव मन मने चिंता करुथिले दान देई असहाय लोकंकु सहाय्य करी केते आनंद न मिलुछि सते एहा परठारु से यथासाध्य अन्य मानकु सहायता कले भल काम पई दान धर्म कले एहिपरि 40 दिन बीतीगला परमानंदंकर कहिथिबा अमावास्या तिथि मध्य आसीगला राघव सकाळु स्नान करी भगवान को ध्यान कले राति हेला राति पाई सकाळ हेला प्रातः काल से परमानंद को भेटियो गले साधु निकटस्थ नदी रे स्नान करी फेरुथिले राघव तांकर पाद स्पर्श कले परमानंद श्रद्धार सहित तांको कहले राघव मृत्यु भय तुमे पुण्य काम कल और निजर आयुष बढ़ाई देल बाकी जीवन भी एहिपरि बंचिबाक चेष्टा कर धन अर्जन करुवा समय एपरि परिश्रम कर जेपरि मृत्यु बोली किछि नाही पुण्य काम कला समय भाव आसंता काली भी मृत्यु हो जाइपरे भगवान आमको संपद देइछंती आमे ताहा परोपकार रे विनियोग करिबा एहा कही सत्य बुझिपारी अपर को सहायता करुथाओ सदा सुखी रुह राघव विनयपूर्वक परमानंद को प्रणाम कले और आनंद मनरे घर को फेरिले घरे समस्ते खुशी थिले जे राघवंकर यथेष्ट परिवर्तन होईछि एपरिकी से दान धर्म कार्य मध्य लागिछंती सबुठार बड़ खुशीर कथा थिला से मृत्यु भयरु बंची जाइछंती गपटी आपण मानकु केमिति लागिला कमेंट करी निश्चित जणाइबे चैनल नुआ होइथिले सब्सक्राइब करिया को भूलिबे नाही रहिलु नमस्कार।